ଶହେ ବର୍ଷ ପରେ ପଡ଼ୁଛି ଚତୁର୍ଗ୍ରାହୀ ଯୋଗ। ତିନି ରାଶିଙ୍କ ବଦଳିବ ପୁରା ଭାଗ୍ୟ। 100 ବର୍ଷ ପରେ ଗଠିତ ଚତୁର୍ଗ୍ରାହୀ ଯୋଗ ଅନେକ ରାଶିର ଭାଗ୍ୟ ବଦଳାଇ ପାରେ। ସେମାନେ ମଧ୍ୟ ବିପୁଳ ଧନ ଲାଭ କରିପାରନ୍ତି। ଏହା ବ୍ୟତୀତ କ୍ୟାରିୟରରେ ପ୍ରଗତିର ସମ୍ଭାବନା ମଧ୍ୟ ଅଛି, ଯାହା ସମାଜରେ ଆପଣଙ୍କର ସମ୍ମାନ ବଢ଼ାଇବ। ଏମିତି ନ୍ୟୁଜ୍ ଶୁଣିବା ପାଇଁ ଚ୍ୟାନେଲକୁ ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ, ଯାହାଦ୍ୱାରା ସର୍ବପ୍ରଥମେ ଏମିତି ନ୍ୟୁଜ୍ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେତେବେଳେ ଗ୍ରହମାନେ ରାଶିରେ ଗମନାଗମନ କରନ୍ତି, ସେତେବେଳେ ଏହି ତ୍ରିଗ୍ରାହୀ ଏବଂ ଚତୁର୍ଗ୍ରାହୀ ଯୋଗ ସୃଷ୍ଟି କରେ। ସମସ୍ତ ରାଶି ପାଇଁ ଏହାର ଉଭୟ ଶୁଭ ଏବଂ ଅଶୁଭ ପ୍ରଭାବ ପଡ଼ିଥାଏ। ଏହି ସମୟରେ ଶୁକ୍ର, ରାହୁ ଏବଂ ବୁଧ ମୀନ ରାଶିରେ ଗମନାଗମନ କରୁଛନ୍ତି, ଯେତେବେଳେ କି ଏପ୍ରିଲ 23ରେ ମଙ୍ଗଳ ମୀନ ରାଶିରେ ଗୋଚର କରିବେ। ଏହି କାରଣରୁ ମୀନରେ ଶୁକ୍ର, ରାହୁ, ବୁଧ ଏବଂ ମଙ୍ଗଳ ଗ୍ରହର ଚତୁର୍ଗ୍ରାହୀ ଯୋଗ ସୃଷ୍ଟି ହେବ। ପ୍ରାୟ 100 ବର୍ଷ ପୂର୍ବେ ଏହିପରି ଏକ ଶୁଭ ମିଶ୍ରଣ ଗଠନ ହୋଇଥିଲା। ଚତୁର୍ଗ୍ରାହୀ ଯୋଗ ସମସ୍ତ 12ଟି ରାଶି ଉପରେ ପ୍ରଭାବ ପକାଇବ। ଆଜି ଆମେ ଆପଣଙ୍କୁ ଏହି 3 ରାଶି ବିଷୟରେ କହିବାକୁ ଯାଉଛୁ, ଯାହା 100 ବର୍ଷ ପରେ ଗଠିତ ହୋଇଛି ଚତୁର୍ଗ୍ରାହୀ ଯୋଗ। ବୃଷ ରାଶି। ଚତୁର୍ଗ୍ରାହୀ ଯୋଗ ବୃଷ ରାଶିର ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ। ନିୟୋଜିତ ଲୋକଙ୍କ ରୋଜଗାରରେ ବୃଦ୍ଧି ହୋଇପାରେ। ଯେଉଁମାନଙ୍କର ନିଜର ବ୍ୟବସାୟ ଅଛି, ସେମାନେ ଲାଭ କରିବେ। ଛାତ୍ରଛାତ୍ରୀମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ଯାହା ସେମାନଙ୍କୁ ଜୀବନରେ କିଛି ବଡ଼ କରିବାକୁ ସାହସ ଦେବ। ମିଥୁନ ରାଶି। ମିଥୁନ ରାଶିର ଲୋକଙ୍କ ଭାଗ୍ୟରେ ଧନ ସମ୍ଭାବନା ଅଛି। ଆପଣ ଶୀଘ୍ର ଟଙ୍କା ପାଇପାରିବେ। କାର୍ଯ୍ୟ କରୁଥିବା ଲୋକମାନେ ପଦୋନ୍ନତି କରିପାରନ୍ତି। ଯେଉଁମାନଙ୍କର ନିଜର ବ୍ୟବସାୟ ଅଛି, ସେମାନେ ଆସନ୍ତା ମାସ ସୁଦ୍ଧା ଏକ ବଡ଼ ଅର୍ଡର ପାଇପାରନ୍ତି। ଏହା ସହିତ ଆପଣ ଅଳ୍ପ ସମୟ ମଧ୍ୟରେ ଭଲ କରିବେ। କର୍କଟ ରାଶି। ଏହି ସମୟରେ କର୍କଟ ରାଶିର ବ୍ୟକ୍ତିମାନେ ନିଜ ଭାଗ୍ୟରେ ଚେଷ୍ଟା କରିବାକୁ କାର୍ଯ୍ୟରେ ସଫଳତା ପାଇପାରିବେ। ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କୁ ସମର୍ଥନ କରିପାରେ। ପରିବାରରେ ମଧ୍ୟ ଖୁସିର ବାତାବରଣ ରହିବ। ଏହା ବ୍ୟତୀତ ଯଦି ଆପଣ ଏହି ସମୟରେ ଆପଣଙ୍କର ଟଙ୍କାକୁ କିଛି ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ଭବିଷ୍ୟତରେ ବଡ଼ ଲାଭ ପାଇପାରନ୍ତି ଆପଣ। ନ୍ୟୁଜ୍ କେମିତି ଲାଗିଲା ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚିତ ଲେଖନ୍ତୁ।